ଭାରତବର୍ଷର ଜନସାଧାରଣ ବିଶେଷକରି ଯୁବବର୍ଗ କେହି ଗୁରୁତ୍ୱର ସହିତ ନିଅନ୍ତି ନାହିଁ। କାରଣ ରାଜନୀତିକୁ ସିଏ ତାଙ୍କର ଗୋଟେ ପାରିବାରିକ ସମ୍ପତ୍ତି ବୋଧେ ଭାବି ସେହି ହିସାବରେ କରନ୍ତି, ଟାଇମ୍ ପାସ୍ କରନ୍ତି। ଏବଂ ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କର ପ୍ରଭାବ କିଛି ପଡ଼ିବ ନାହିଁ। କାରଣ ଓଡ଼ିଶା ଆଜିକୁ 25 ବର୍ଷ ତଳେ ନିଷ୍ପତ୍ତି ନେଇସାରିଛି ଓଡ଼ିଶାକୁ କଂଗ୍ରେସ ମୁକ୍ତ କରିବା ପାଇଁ। ଏଇଥିପାଇଁ ଯେ ଦୀର୍ଘ ଦିନ ଧରି କଂଗ୍ରେସ ଶାସନ ଦାୟିତ୍ୱରେ ଥିଲା ଓଡ଼ିଶାରେ। ଆଜି ତାଙ୍କର ପିସିସି ସଭାପତି ନୂଆ ଦାୟିତ୍ୱ ନେଲା ପରେ ମହିଳା କଥା କହୁଛନ୍ତି। ସିଏ ବୋଧେ ଭୁଲି ଯାଇଥିଲେ ଅଞ୍ଜନା ମିଶ୍ର ଘଟଣାରେ ତାଙ୍କର ସରକାର ଯାଇଥିଲା। ଆଜି ଯାଏଁ ଓଡ଼ିଶା ଲୋକଙ୍କ ମନରୁ ଲିଭି ନାହିଁ। ଛବିରାଣୀ ଘଟଣା ଆଜି ବି ମନରୁ ଲିଭି ନାହିଁ। ଏଭଳିଆ ଅତ୍ୟାଚାର, ଏଭଳିଆ ଦୁରାଚାର ଯାହା କଂଗ୍ରେସ କରିଥିଲା ଲୋକ ଆଜି ବି ଭୁଲି ନାହାନ୍ତି। ଏବଂ ଆପଣ ଦେଖୁଥିବେ ଯେ ବିରୋଧୀ ଦଳର ଦୂର ଦୂର ତ ମାନେ 3 ନମ୍ବର ଦଳ ଥିଲା ପରେ ବି ଯେଉଁଭଳି ଭାବରେ ତାଙ୍କର ଦଳର ନେତାମାନଙ୍କର କଥାବାର୍ତ୍ତା ଏବଂ ବ୍ୟବହାର ଶାଳୀନତା ନାହିଁ। ଯେଉଁଭଳି ଭାବରେ ଆପଣ ଦେଖିଥିବେ ପିସିସି ସଭାପତିଙ୍କ ବ୍ୟବହାର, ଲୋକମାନଙ୍କ ପ୍ରତି ଆଚରଣ ଏବଂ ଉଚ୍ଚାରଣ, ସରକାରରେ ଥିବା ଦଳମାନଙ୍କ ପ୍ରତି ଆଚରଣ ଏବଂ ଉଚ୍ଚାରଣ, ତାଙ୍କର ଦଳର ନେତା ମାନସ ଚୌଧୁରୀଙ୍କର ପ୍ରଶାସନିକ ଅଧିକାରୀ ହୁଅନ୍ତୁ, ସାଧାରଣ ଲୋକ ହୁଅନ୍ତି, କେଉଁ ଭଳିଆ ଆଚରଣ ଉଚ୍ଚାରଣ, ଦାଦାଗିରି ଇଏ ଲୋକ ଦେଖୁଛନ୍ତି, ସହ୍ୟ କରିପାରିବେନି। ଦ୍ୱିତୀୟ କଥା, ଆଜି ଯେଉଁ ନାରା ଦେଇଛନ୍ତି ଯେ ସମ୍ବିଧାନ ବଞ୍ଚାଅ, ଦେଶରେ ଯଦି ସମ୍ବିଧାନକୁ ତିଳ ତିଳ କରିକି କିଏ ହତ୍ୟା କରିଛି ତାର ନାଁ ହେଲା କଂଗ୍ରେସ ଦଳ। ସେ ଏମର୍ଜେନ୍ସି କଥା ହେଉ କିମ୍ବା ଯଦି ମନମୋହନ ସିଂଙ୍କର ସରକାରରେ କହିବା କ୍ୟାବିନେଟ୍ର ନିଷ୍ପତ୍ତିକୁ ଜଣେ ଦଳୀୟ ନେତା ପ୍ରେସ୍ ମିଟ୍ରେ ଫାଡ଼ି ଦେବା କଥା ହେଉ, ସମ୍ବିଧାନକୁ ଯଦି ନିଜର ଇଚ୍ଛା ମୁତାବକ ଚଳାଇବା ପାଇଁ ଚେଷ୍ଟା କରୁଥିବା ଏବଂ ସମ୍ବିଧାନକୁ ବାରମ୍ବାର ହତ୍ୟା କରୁଥିବା ଦଳର ନାଁ ହେଲା କଂଗ୍ରେସ ଦଳ। ସିଏ ସମ୍ବିଧାନ ବଞ୍ଚାଇବା କଥା ଶୁଣିବେ, କହିବେ ଲୋକଙ୍କୁ ସମ୍ବିଧାନରେ ବ୍ୟବସ୍ଥା କ'ଣ ବୋଧହୁଏ ସିଏ ବି ଅଜ୍ଞ ଅଛନ୍ତି, ଭଲ କି ପଢ଼ି ନାହାନ୍ତି। ତେଣୁ ରାହୁଲ ଗାନ୍ଧୀଙ୍କର ଏଠି ଆସିବାର ପ୍ରଭାବ କୌଣସି ମାତ୍ରାରେ ପଡ଼ିବ ନାହିଁ। ଓଡ଼ିଶା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ ଦେଇଛି। ଡବଲ ଇଞ୍ଜିନ୍ର ସରକାର ଓଡ଼ିଶାରେ ହେଇଛି, ଲୋକଙ୍କର ସରକାର ହେଇଛି। ଲୋକ ଏବେ ଅନୁଭବ କରୁଛନ୍ତି ଯେ କଂଗ୍ରେସ ସମୟରେ କ'ଣ ଥିଲା, ବିଜୁ ଜନତା ଦଳରେ କ'ଣ ଥିଲା, ଆଉ ବାସ୍ତବରେ ଭାରତୀୟ ଜନତା ପାର୍ଟି କିଭଳି ଭାବରେ ଯାହା କୁହେ ତାହା କରିକି ଦେଖାଉଛି। ବର୍ଷେ ଭିତରେ ଭାରତୀୟ ଜନତା ପାର୍ଟି ନେତୃତ୍ୱ ସରକାର ଲୋକଙ୍କର ସରକାରରେ ପରିଣତ ହୋଇଛି। ଲୋକେ ଅନୁଭବ କରୁଛନ୍ତି ଆମର ସରକାର ଏଠି ପ୍ରତିଷ୍ଠା ହୋଇଛି ଏବଂ 20ଟି MP ଦେଇ ଓଡ଼ିଶାରୁ ଲୋକେ ପ୍ରମାଣିତ କରିଛନ୍ତି ଆମେ ନରେନ୍ଦ୍ର ମୋଦିଙ୍କ ସାଙ୍ଗରେ ଅଛୁ। କଂଗ୍ରେସ ମୁକ୍ତ ଭାରତର ଯେଉଁ ନାରାରେ ଓଡ଼ିଶା 25 ବର୍ଷ ତଳୁ ସାମିଲ ହୋଇସାରିଛି।